ୱେଲକମ୍ ଟୁ ଇଜି ଏଜୁକେସନ୍। ପିଲାମାନେ ଚ୍ୟାନେଲଟିକୁ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ଆମେ ପଢ଼ିବା ଜୀବବିଜ୍ଞାନର ପ୍ରଥମ ପାଠ ପୋଷଣ। ତାର ସାରାଂଶ ରହିଛି ଖାଦ୍ୟର ଶକ୍ତି ଆହରଣ ଉତ୍ପାଦନ ସଂଗ୍ରହକୁ ଆମେ କହୁଛୁ ପୋଷଣ। ସବୁଜ ଉଦ୍ଭିଦରେ ଖାଦ୍ୟ ପ୍ରସ୍ତୁତି କାହା ଜରିଆରେ ରହିଥାଏ? ଆଲୋକ ଶ୍ଳେଷଣ, ଯାହାକି ପତ୍ରରେ କ୍ଲୋରୋଫିଲ୍ ରହିଛି। ଖାଦ୍ୟର ପ୍ରକାର ଭେଦ। ଫାଷ୍ଟ ଖାଦ୍ୟକୁ ଆମର 6 ଭାଗରେ ବିଭକ୍ତ କରାଯାଇଛି ପୋଷକ ଅନୁସାରେ: ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଭିଟାମିନ୍, ଧାତୁସାର, ଜଳ। ଶ୍ୱେତସାର କ'ଣ ନା ଯେଉଁ ଖାଦ୍ୟ ଆମ ପାଟିକୁ ମିଠା ଲାଗିଥାଏ। ଶର୍କରା ମଣ୍ଡଦ ରହିଛି ଆଳୁ, ଭାତ, ରୁଟିରେ। ସୁକ୍ରୋଜର ପରିମାଣ ରହିଛି ଚିନି ଓ ଗୁଡ଼ରେ। ଆଉ ଗ୍ଲୁକୋଜ ରହିଛି ଯେତିକି ଆମର ଫଳରସ ଓ ପନିପରିବା। ଆଉ ଗ୍ଲୁକୋଜର ସଂକେତ ତ ଜାଣିଛ C6H12 O6, ଯେଉଁଠିକି CO2 + H2 + ଏନର୍ଜି ଜାରଣ ହିଁ ବାହାରିଥାଏ। ଆଉ 1 ଗ୍ରାମ ଶ୍ୱେତସାରରୁ 16 କିଲୋଜୁଲ୍ ଶକ୍ତି ମିଳିଥାଏ। ଆଚ୍ଛା, ଶ୍ୱେତସାର ଜାତୀୟ ଖାଦ୍ୟର କାର୍ଯ୍ୟ ହେଉଛି ଶରୀରକୁ ଶକ୍ତି ଯୋଗାଇବା। ନେକ୍ସଟ ଆସିଲା ଆମର ପୁଷ୍ଟିସାର। ପୁଷ୍ଟିସାର ହେଉଛି ମାଛ, ମାଂସ, ଅଣ୍ଡାର ଧଳା ଅଂଶ। ଏଇଟା ମନେ ରଖିବାକୁ ପଡ଼ିବ। ଅଣ୍ଡାର ଧଳା ଅଂଶରେ କ'ଣ ରହିଛି? ପୁଷ୍ଟିସାର। କ୍ଷୀର, ଡାଲି ଜାତୀୟ ଉଦ୍ଭିଦ ଇତ୍ୟାଦିରେ ପୁଷ୍ଟିସାର ଭରପୁର ରହିଥାଏ। ଆର କାର୍ଯ୍ୟ ରହୁଛି ଶରୀର ବୃଦ୍ଧି, ନୂତନ କୋଷ, ତନ୍ତୁ ଗଠନ କରିବାରେ। ଏମିନୋ ଅମ୍ଳରେ ଶୃଙ୍ଖଳ ପାଇଁ ପ୍ରୋଟିନ୍ ତିଆରି ହୋଇଥାଏ। ନେକ୍ସଟ ଆସିଲା ଆମର ସ୍ନେହସାର। ସ୍ନେହସାର ରହିଛି ଯେତିକି ସବୁ ତେଲ ଜିନିଷ, ତେଲ, ଘିଅ, ଅଣ୍ଡାର ହଳଦିଆ ଅଂଶରେ। ଆର କାର୍ଯ୍ୟ ହେଉଛି କୋଷ ଝିଲ୍ଲି ତିଆରି କରିବା। ଆଉ ବଳକା ସ୍ନେହସାର ଆମ ଶରୀରରେ ଚର୍ବି ଆକାରରେ ଜମା ହୋଇ ରହିଥାଏ। ନେକ୍ସଟ ଆମର ଆସିଲା ଧାତୁସାର। ଧାତୁସାରର କାର୍ଯ୍ୟ ହେଉଛି ଶରୀରର ଆୟନ ସନ୍ତୁଳନ ରକ୍ଷା କରିବା। ଆଉ ଦାନ୍ତ ହାଡ଼ ଗଠନ ପାଇଁ କ୍ୟାଲସିୟମ ଦରକାର ହୋଇଥାଏ ଧାତୁସାର। ଆଉ ରକ୍ତରେ ଥିବା ହିମୋଗ୍ଲୋବିନ୍ ପାଇଁ ଲୌହ ଆବଶ୍ୟକ ହୋଇଥାଏ। ନେକ୍ସଟ ଆସିଲା ଆମର ଭିଟାମିନ୍। ଭିଟାମିନ୍ ଯେତିକି ସବୁ ସବୁଜ ପନିପରିବାରେ ମିଳେ। ଆର କାର୍ଯ୍ୟ ହେଉଛି ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ। ଆଉ ଜଳର ଦ୍ରବଣୀୟ ଭିଟାମିନ୍ ହେଉଛି ଶାଗ। ଆଉ ତେଲରେ ଦ୍ରବଣୀୟ ଭିଟାମିନ୍ ହେଉଛି ପ୍ରାଣୀଜ ଚର୍ବି, ଉଦ୍ଭିଦଜାତ ତେଲ। ନେକ୍ସଟ ଆମର ଜଳ। କୋଷ ଜୀବକରେ 70ରୁ 90 ଭାଗ ଜଳ ରହିଥାଏ। ତେଣୁ ପ୍ରତିଦିନ ଆମକୁ 3ରୁ 4 ଲିଟର ପାଣି ନିହାତି ପିଇବା ଆବଶ୍ୟକ ଅଟେ। ଆସିଲା ଆମର ପୋଷଣ। ପୋଷଣ ହେଉଛି 2 ପ୍ରକାର: ସ୍ୱଭୋଜୀ, ପରଭୋଜୀ। ନା ଉଦ୍ଭିଦର ଯେହେତୁ ନୀଳହରିତ ଶୈବାଳ ଅଛି, ତେଣୁ ସେମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି, ତେଣୁ ସେମାନଙ୍କୁ ସ୍ୱଭୋଜୀ କୁହାଯାଏ। ଆଉ ଅନ୍ୟମାନେ ଯେତିକି ଖାଦ୍ୟ ପାଇଁ ଅନ୍ୟ ପ୍ରାଣୀ ଉଦ୍ଭିଦ ଉପରେ ନିର୍ଭର କରନ୍ତି, ସେମାନଙ୍କୁ ପରଭୋଜୀ କୁହାଯାଇଥାଏ। ପରଭୋଜୀ ପୋଷଣ ହେଉଛି 4 ପ୍ରକାର: ପ୍ରାଣୀସମ, ମୃତୋପଜୀବୀୟ, ପରଜୀବୀୟ, ସହଜୀବୀ। ପ୍ରାଣୀସମ କହିଲେ ପରଜୀବୀମାନଙ୍କୁ ଛାଡ଼ି ଅନ୍ୟ ସମସ୍ତ ପ୍ରାଣୀ ପ୍ରାଣୀସମ କହିବା। ମୃତୋପଜୀବୀ ମାନେ ଯେଉଁମାନେ ମୃତ, ଗଳିତ, ପଚାସଢ଼ା ଉଦ୍ଭିଦ ଉପରେ ନିର୍ଭର କରି ବଞ୍ଚନ୍ତି, ତଥା ଛତୁ, ଇଷ୍ଟ, କବକ ଇତ୍ୟାଦି। ନେକ୍ସଟ ଆସିଲା ପରଜୀବୀୟ। ଅନ୍ୟ ଉଦ୍ଭିଦ ବା ପ୍ରାଣୀଙ୍କ ଶରୀର ଭିତରେ ରହି ଯେଉଁମାନେ ଜୀବନ ନିର୍ବାହ କରନ୍ତି। ଉଦାହରଣ ମଲାଙ୍ଗ, ନିର୍ମୂଳୀ, ରାଫ୍ଲେସିଆ। ଆମ ଶରୀର ଅନ୍ତରରେ ରହିଛି ପ୍ଲାସ୍ମୋଡ଼ିୟମ। ବାହ୍ୟ ପରଜୀବୀ ହେଉଛି ଉକୁଣି। ସହଜୀବ ପୋଷଣ ମାନେ 2ଟି ଭିନ୍ନ ଜାତିର ସହବାସ୍ଥାନ, ସେ ଜୀବ ହେଉ କିମ୍ବା ପ୍ରାଣୀ ହେଉ, ମିଶିକି ଯଦି ରହିବେ ସେଇଟା ହେଉଛି ସହଜୀବୀ। ଆମ ଅନ୍ତନଳୀ ରହିଛି ଇscherichia coli, ସେ ଗୋଟେ ସହଜୀବୀର ଉଦାହରଣ। ଆଲୋକ ଶ୍ଳେଷଣ 2 ପ୍ରକାର ଅଟେ: ଆଲୋକ ପ୍ରକ୍ରିୟା, ଅନ୍ଧକାର ପ୍ରକ୍ରିୟା। ଆଲୋକ ପ୍ରକ୍ରିୟା ବାହାରିଥିଲା, ରବର୍ଟ ହିଲ୍ ବାହାର କରିଥିଲେ। ଆଲୋକ ପ୍ରକ୍ରିୟା 2ଟି ପର୍ଯ୍ୟାୟରେ। 2ଟି ପର୍ଯ୍ୟାୟରେ ଆମକୁ କ'ଣ ମିଳିବ? NADPH ଓ ATP। ଅନ୍ଧକାର ପ୍ରକ୍ରିୟା ବାହାର କରିଥିଲେ ମେଲଭିନ୍ କେଲଭିନ୍। ଏଟାର ଅନ୍ୟ ନାମ ଅଛି କେଲଭିନ୍ ଚକ୍ର। ଅନ୍ଧକାର ପ୍ରକ୍ରିୟା ମଧ୍ୟ 3ଟି ପର୍ଯ୍ୟାୟ ହୋଇଥାଏ। ପ୍ରଥମ ପର୍ଯ୍ୟାୟରେ ବାହାରେ ଅଙ୍ଗାରକାମ୍ଳର ବିବନ୍ଧନ ହେବ। ଦ୍ୱିତୀୟରେ ଗ୍ଲୁକୋଜର ସଂଶ୍ଳେଷଣ। ତୃତୀୟ ପର୍ଯ୍ୟାୟରେ ଗ୍ରାହକଣର ପୁନରୁତ୍ପାଦନ। ମଣିଷର ପାକତନ୍ତ୍ର ବିଷୟରେ ଦେଖିବା। ମଣିଷର ପାକତନ୍ତ୍ର 2ଟି ଜିନିଷକୁ ନେଇ ଗଠିତ। ହେଲା ପାକନଳୀ, ପାକଗ୍ରନ୍ଥି। ପାକନଳୀର ଆରମ୍ଭ ହେଉଛି ପାଟି ଆଉ ଶେଷ ହେଉଛି ମଳଦ୍ୱାର। ପାକନଳୀର ଚଳନକୁ ପୁରସରଣ କୁହାଯାଏ, ଯାହାର ଅନ୍ୟ ନାମ ପେରିଷ୍ଟାଲସିସ୍। ପାକନଳୀର ପ୍ରଥମ ହେଲା ପାଟି। ପାଟିରେ ଆମର ମୁଖଗହ୍ୱର ଭିତରେ ରହିଛି ଗାଲ, ଜିଭ, ତାଳୁ ଆଉ ଦାନ୍ତ। ଦାନ୍ତ ମଣିଷ ଜୀବନରେ 2 ଥର ହୁଏ, ଗୋଟେ ହେଲା କ୍ଷୀର ଦାନ୍ତ, ଗୋଟେ ହେଲା ସ୍ଥାୟୀ ଦାନ୍ତ। 5-6 ବର୍ଷ ଭିତରେ ଝଡ଼ିଯିବ ଦାନ୍ତକୁ, ସେଇଟା କ୍ଷୀର ଦାନ୍ତ କୁହାଯିବ। ନେକ୍ସଟ ଆମର ସ୍ଥାୟୀ ଦାନ୍ତ ଆସିବ। ମଣିଷରେ ମୋଟ 32ଟି ଦାନ୍ତ ଥାଏ। ଦାନ୍ତ ଗୁଡ଼ିକୁ 4 ଭାଗରେ ବିଭକ୍ତ କରାଯାଇଛି: କର୍ତ୍ତନ, ଶ୍ୱାନ ଦାନ୍ତ, ଚର୍ବଣ, ପେଷଣ। ମୁଁ ସାଇଡ଼ରେ ଲେଖିଦେଇଛି ପ୍ରତି ମାଡ଼ିରେ କେତୋଟି ଲେଖା ଦାନ୍ତ ଆଉ ମୋଟ କେତୋଟି ଦାନ୍ତ ରହିଥାଏ। ନେକ୍ସଟ ଜିଭ। ଜିଭରେ 3ଟି ସ୍ୱାଦ ମୁକୁଳ ରହୁଛି। ଆଉ ଜିଭ କଥା କହିବାରେ, ଖାଦ୍ୟକୁ ଦାନ୍ତ ନିକଟରେ ପହଞ୍ଚାଇବାରେ ବ୍ୟବହାର କରିଥାଏ। ଗ୍ରସନୀ କ'ଣ ନା ନାସାପଥ ମୁଖଗହ୍ୱର ମିଳନ ସ୍ଥଳକୁ ଗ୍ରସନୀ କୁହାଯାଏ। ଖାଦ୍ୟନଳୀ ଦ୍ୱାରକୁ ଗଲେଟ୍, ଶ୍ୱାସନଳୀ ଦ୍ୱାରକୁ ଗ୍ଲଟିସ୍। କେମିତି ମନେ ରଖିବା? ଦେଖ, ଶ୍ୱାସ
ଏଠି ଗ୍ଲଟିସ୍ ରେ ଲାଷ୍ଟ ଏସ୍ ଉଚ୍ଚାରଣ ହେଉଛି, ତେଣୁ ଗ୍ଲଟିସ୍ ହେଉଛି ଶ୍ୱାସନଳୀ ଦ୍ୱାରକୁ କୁହାଯାଏ। ପାକସ୍ଥଳୀ ଆସିଲା। ପାକସ୍ଥଳୀ ଆମର ଉଦର ଗହ୍ୱରର ବାମ ପଟେ ଅବସ୍ଥିତ। ଉପର ଅଂଶ ଚଉଡ଼ା ରହିବ, ତଳ ଅଂଶ କମ୍ ଓସାରିଆ। ଯେହେତୁ ଉପର ଅଂଶ ହୃତ୍ପିଣ୍ଡ ନିକଟରେ ରହିଥାଏ, ତେଣୁ ଏହାକୁ କୁହାଯିବ କାର୍ଡିଆକ୍ ଷ୍ଟୋମାକ୍, ଆଉ ତଳ ଅଂଶ କୁହାଯିବ ପାଇଲୋରିକ୍ ଷ୍ଟୋମାକ୍। ପାକସ୍ଥଳୀର ଶେଷରେ ଗୋଟେ ମୁଦ୍ରିକା ଅଂଶ ରହିଛି, ଯାହାକୁ ଆମେ କହୁଛୁ ପାଇଲୋରିକ୍ ସ୍ଫିନ୍କ୍ଟର। ନେକ୍ସଟ ଆମର ଆସିଲା କ୍ଷୁଦ୍ରାନ୍ତ। କ୍ଷୁଦ୍ରାନ୍ତର ଆରମ୍ଭ ହେଉଛି ପାକସ୍ଥଳୀ, ଶେଷ ହେଉଛି ବୃହଦନ୍ତ। କ୍ଷୁଦ୍ରାନ୍ତ ତିନୋଟି ଜିନିଷ ନେଇ ଗଠିତ, ଗୋଟେ ହେଲା ଗ୍ରହଣୀ, ଜେଜୁନମ୍, ଇଲିୟମ୍। ନେକ୍ସଟ ପାର୍ଟ ଆମର ଆସିଲା ବୃହଦନ୍ତ। ବୃହଦନ୍ତ ହେଉଛି ଖାଦ୍ୟନଳୀର ଶେଷ ଅଂଶ। ସେଠି ରହିଲା ସିକମ୍, କୋଲନ୍ ଓ ମଳାଶୟ। ଯେମିତି କ୍ଷୁଦ୍ରାନ୍ତର ଇଲିୟମ୍ ଆଉ ବୃହଦନ୍ତର ସିକମ୍ ମିଶିକି ଭର୍ମିଫର୍ମ ଆପେଣ୍ଡିକ୍ସ ବା ଆମ ଶରୀରର ଅବଶେଷାଙ୍ଗ ତିଆରି କରିଥାନ୍ତି। ମଣିଷ ଶରୀରରେ ପାକ ଗ୍ରନ୍ଥି 5 ପ୍ରକାର ପ୍ରାୟ ଥାଏ। ଗୋଟେ ହେଲା ଲାଳ ଗ୍ରନ୍ଥି, ଯୋଉଠି ଆମ ଜିଭରେ ରହିଯିବ 3 ଯୋଡ଼ା ଲାଳ ଗ୍ରନ୍ଥି। ଲାଳରେ ଥିବା ଏନଜାଇମ୍କୁ ଆମେ ଟାଇଲିନ୍ କହୁଛୁ, ଯିଏକି ଶ୍ୱେତସାର ଜାତୀୟ ଖାଦ୍ୟକୁ ଜାରଣ କରିଥାଏ। ଜଠର ଗ୍ରନ୍ଥି, ସେଠି ରହୁଛି ଆମର ପାଚକ ରସ, କ'ଣ ରହିବ? ଲବଣ ଆମ୍ଳ, ହାଇଡ୍ରୋକ୍ଲୋରିକ୍ ଏସିଡ୍, ପେପ୍ସିନ୍ ଓ ଲାଇପେଜ୍। ସେମିତି ଯକୃତ ହେଉଛି ଆମ ଶରୀରର ସର୍ବବୃହତ୍ ଗ୍ରନ୍ଥି, ଯେଉଁଠାରୁ ପିତ୍ତ ରସ ନିର୍ଗତ ହୋଇଥାଏ। ନେକ୍ସଟ ଆସିଲା ଅଗ୍ନାଶୟ। ଅଗ୍ନାଶୟରୁ ବାହାରିଥାଏ ଏନଜାଇମ୍। କ'ଣ କ'ଣ ରହିଛି? ଆମାଇଲେଜ୍, ଲାଇପେଜ୍ ଓ ପ୍ରୋଟିଏଜ୍। ନେକ୍ସଟ ଆସିଲା ଆମର ଆନ୍ତ୍ରିକ ଗ୍ରନ୍ଥି। ଆନ୍ତ୍ରିକ ଗ୍ରନ୍ଥିରୁ କ'ଣ ବାହାରିଥାଏ? ଆନ୍ତ୍ରିକ ରସ। ପରେ ଆସିଲା ଜଟିଳ ଖାଦ୍ୟକୁ ଆମେ କେଉଁ ଏନଜାଇମ୍ ଦ୍ୱାରା ସରଳୀକୃତ ଖାଦ୍ୟରେ ପରିଣତ କରିଥାଉ? ଶ୍ୱେତସାର ଜାତୀୟ ଖାଦ୍ୟ ଏମାଇଲେଜ୍ ମାଧ୍ୟମରେ ଗ୍ଲୁକୋଜ୍, ଫ୍ରୁକ୍ଟୋଜ୍, ଗାଲାକ୍ଟୋଜରେ ପରିଣତ ହୋଇଥାଏ। ପୁଷ୍ଟିସାର ଜାତୀୟ ଖାଦ୍ୟ ପ୍ରୋଟିଏଜ୍ ଏନଜାଇମ୍ ସାହାଯ୍ୟରେ ଏମିନୋ ଏସିଡ୍ରେ, ଏବଂ ସ୍ନେହସାର ଜାତୀୟ ଖାଦ୍ୟ ଲାଇପେଜ୍ ଏନଜାଇମ୍ ଦ୍ୱାରା ଫ୍ୟାଟି ଏସିଡ୍ ଓ ଗ୍ଲିସେରଲ୍ରେ ପରିଣତ ହୋଇଥାଏ। ନେକ୍ସଟ ଖାଦ୍ୟ ହଜମ ପ୍ରକ୍ରିୟା। କେତୋଟି ପ୍ରକ୍ରିୟାରେ ଖାଦ୍ୟ ହଜମ ହୋଇଥାଏ? ପ୍ରଥମ କଥା ହେଲା ଖାଦ୍ୟକୁ ଗ୍ରହଣ କରିବା ଓ ପାକକ୍ରିୟା। ଶେଷ ସେକେଣ୍ଡ ଅବଶୋଷଣ। ଥାର୍ଡ ହେଲା ଆତ୍ମୀକରଣ। ଫୋର୍ଥ ହେଲା ମଳତ୍ୟାଗ। ଖାଦ୍ୟ ହଜମର ପ୍ରଥମ ହେଉଛି ପାଟି, ଆଉ ଶେଷ ହେଉଛି ବୃହଦନ୍ତ। କ୍ଷୁଦ୍ରାନ୍ତରେ ପ୍ରାୟ ସମସ୍ତ ପ୍ରକାର ଖାଦ୍ୟର ହଜମ ହୋଇଯାଇଥାଉଛି। ବୃହଦନ୍ତରେ କ'ଣ ହେଉଛି ନା ଜଳ ଆଉ ଇଲେକ୍ଟ୍ରୋଲାଇଟ୍। ଏଇଟା ଗୋଟେ ବିଟ୍ କ୍ୱେଶ୍ଚନ୍ ରହିବ ଯେ ଜଳ ଇଲେକ୍ଟ୍ରୋଲାଇଟ୍ କେଉଁଠାରେ ଜାରଣ ହୋଇଥାଏ? ବୃହଦନ୍ତରେ। ପାକସ୍ଥଳୀ 2 ପ୍ରକାର ପାଚକ ରସ, ଗୋଟେ ହେଲା ପେପ୍ସିନ୍, ଲାଇପେଜ୍। ପେପ୍ସିନ୍ ହେଉଛି ପୁଷ୍ଟିସାର ଜାତୀୟ ଖାଦ୍ୟକୁ, ଲାଇପେଜ୍ ହେଉଛି ସ୍ନେହସାର ଜାତୀୟ ଖାଦ୍ୟକୁ ଜାରଣ କରିଥାଏ, ସରଳୀକୃତ ଖାଦ୍ୟରେ ପରିଣତ କରିଥାଏ। ଏହା ଗଲା ପାଠର ସାରାଂଶ। ନେକ୍ସଟ ଯିବା ଆମେ MCQ କ୍ୱେଶ୍ଚନ୍। ପ୍ରଥମ କ୍ୱେଶ୍ଚନ୍ ଆମର ଅଛି ସୁକ୍ରୋଜ କେଉଁ କେଉଁ ଖାଦ୍ୟରେ ରହିଥାଏ? ତାର ଆନ୍ସର ହେବ ଚିନି ଓ ଗୁଡ଼। ସେକେଣ୍ଡ, ପାକତନ୍ତ୍ରର କେଉଁ ଗ୍ରନ୍ଥଟି ଅନ୍ୟଠାରୁ ଅଲଗା? ଲାଳ ଗ୍ରନ୍ଥି, ଯକୃତ, ଜଠର ଗ୍ରନ୍ଥି, ଆନ୍ତ୍ରିକ ଗ୍ରନ୍ଥି। ଯେହେତୁ ଯକୃତ ହେଉଛି ଆମ ସବୁଠାରୁ ସର୍ବବୃହତ୍ ଗ୍ରନ୍ଥି। କେଉଁଠାରୁ ଉଭୟ ଲବଣାମ୍ଳ ଓ ଏନଜାଇମ୍ କ୍ଷରିତ ହୁଏ? ଏଟାର ଆନ୍ସର ଯିବ ପାକସ୍ଥଳୀ, କାରଣ HCl ତା ସହିତ ଲାଇପେଜ୍, ପେପ୍ସିନ୍ କ୍ଷରିତ ହୋଇଥାଏ। ପାକତନ୍ତ୍ରର କେଉଁ ଅଂଶରେ ଅଧିକ ଜଳ ଓ ଇଲେକ୍ଟ୍ରୋଲାଇଟ୍ର ଅବଶୋଷଣ ହୁଏ? ଶରୀରର ସବୁଠୁ ଲାଷ୍ଟ ଅଂଶ ବୃହଦନ୍ତ। ବୃହଦନ୍ତରେ ଆମର ସବୁ କିଛି ହଜମ ହୋଇଯାଇଥାଉଛି, ବୃହଦନ୍ତ ଜୀବ। ନେକ୍ସଟ, ଶରୀରର ଆୟନ ସନ୍ତୁଳନ ରକ୍ଷା କରିବାରେ କେଉଁ ପ୍ରକାର ଖାଦ୍ୟ ଆବଶ୍ୟକ? ସିମ୍ପଲ କ୍ୱେଶ୍ଚନ୍, ଆନ୍ସର ହେବ ଧାତୁ ସାର। ନେକ୍ସଟ, ମଣିଷ ଲାଳରେ କେଉଁ ଏନଜାଇମ୍ ରହିଥାଏ? ମଣିଷ ଲାଳରେ ରହୁଛି ଆମର ଟାୟାଲିନ୍। କ'ଣ ରହିବ ଆମର? ଟାୟାଲିନ୍। କ୍ଷୁଦ୍ରାନ୍ତର ଶେଷ ଭାଗରେ କ'ଣ ରହିଛି? କ୍ଷୁଦ୍ରାନ୍ତର ଶେଷ ଭାଗ ରହିଛି ଇଲିୟମ୍। ନେକ୍ସଟ, କେଉଁ ଗ୍ରନ୍ଥିରୁ ଉଭୟ ଏନଜାଇମ୍ ଓ ହରମୋନ୍ କ୍ଷରିତ ହୋଇଥାଏ? ସେଇଟା ହେବ ଆମର ଅଗ୍ନାଶୟ ଗ୍ରନ୍ଥି ବା ପାକସ୍ଥଳୀ, ତେଣୁ ଯିବ ଅଗ୍ନାଶୟ। 1 ଗ୍ରାମ ଶ୍ୱେତସାରରୁ କେତେ ଶକ୍ତି ମିଳେ? ସିମ୍ପଲ କ୍ୱେଶ୍ଚନ୍, 16 କିଲୋଜୁଲ୍। ବେଳେବେଳେ ଏଇଟା 2 ଗ୍ରାମ ମଧ୍ୟ ଲେଖିପାରେ କ୍ୱେଶ୍ଚନରେ, ତେଣୁ 1 ଗ୍ରାମ ମନେ ରଖିବା। କାର୍ବନ, ଓଜୋନ୍ ଓ କାହାକୁ ନେଇ ଗ୍ଲୁକୋଜ ଅଣୁ ଗଠିତ? ଯେହେତୁ ଗ୍ଲୁକୋଜର ସଂକେତ C6H12O6, C6H12O6, ତେଣୁ କାର୍ବନ ହେଇଗଲା, ଓଜୋନ୍ ହେଇଗଲା, ଆଉ ଟିକେ ରହିଲା ଆମର ଅମ୍ଳଜାନ। ଅମ୍ଳଜାନ ଏଠି ଆନ୍ସର ରହିଯିବ। କେଉଁଟି ଏକ ବାହ୍ୟ ପରଜୀବୀ ଅଟେ? ବାହ୍ୟ ପରଜୀବୀ କହିଲେ 2ଟି ଜିନିଷ କଥା, ହେଲା ଶରୀର ବାହାରେ ଉକୁଣି, ଆଉ ଅନ୍ତଃ ପରଜୀବୀ କହିଲେ ପ୍ଲାସ୍ମୋଡ଼ିୟମ୍ ହେବ। ଲୋହିତ ରକ୍ତ କଣିକାରେ ହିମୋଗ୍ଲୋବିନ୍ ଗଠନ ପାଇଁ କେଉଁ ଧାତୁ ସାର
ଆବଶ୍ୟକ ଅଟେ। ଯେହେତୁ ରକ୍ତ ତିଆରି ହେବ ତେଣୁ ଆମର ଆନ୍ସର୍ ରହିଯିବ ଲୌହ। ଆମ ପାଟିରେ କେତେ ଯୋଡ଼ା ଲାଳ ଗ୍ରନ୍ଥି ରହିଛି? ପ୍ରଥମରେ ସମରୀରେ କୁହାଯାଇଛି ଜିଭରେ କେତେ ଯୋଡ଼ା? 3 ଯୋଡ଼ା ଗ୍ରନ୍ଥି ରହିଛି, ତେଣୁ ଆନ୍ସର୍ ଯିବ 3। ଇଷ୍ଟରେ କେଉଁ ପ୍ରକାର ପୋଷଣ ଦେଖାଯାଏ? ଇଷ୍ଟ ହେଉଛି ମୃତକୋଷୀୟ ଜୀବ, ତେଣୁ ଏଠି ମୃତକୋଷୀୟ ପୋଷଣ ଦେଖାଯାଏ। କେଉଁଟି ପିତ୍ତରସ କ୍ଷରଣ କରେ? ପିତ୍ତରସ ହେଉଛି ଆମର ଯକୃତ, ଲିଭର। ପିତ୍ତରସ ଆମର ଯକୃତର କ୍ଷରଣ ହୋଇଥାଏ। ନେକ୍ସଟ ଆସିଲା ଏକ୍ଜାମ ଓରିଏଣ୍ଟେଡ୍ କ୍ୱେଶ୍ଚିନ୍ କ'ଣ ରହିବ? ପ୍ରଥମରେ ଆମେ ଦେଖିନେବା ସବୁଜ ଉଦ୍ଭିଦ କେଉଁ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରିଥାଏ? ଆନ୍ସର୍ ହେବ ଆଲୋକ ଶ୍ଳେଷଣ। ଗ୍ଲୁକୋଜର ଜାରଣ ଦ୍ୱାରା କେଉଁଠି ମିଳିନଥାଏ? ଅପସନ୍ ଦେବା କଥା, ମୁଁ ଅପସନ୍ ଦେଇନି, କିନ୍ତୁ ରହିଯିବ କାର୍ବନ ଡାଇଅକ୍ସାଇଡ୍, ଜଳ, ଶକ୍ତି। ଅନ୍ୟ ଯେଉଁଟା ଅପସନ୍ ରହିଯିବ ସେଇଟା ଆମର ଆନ୍ସର୍ ହେବ। ଶରୀରର ନୂତନ କୋଷ ତନ୍ତୁ ଗଠନ ପାଇଁ କେଉଁ ଖାଦ୍ୟ ଆବଶ୍ୟକ? ଯେହେତୁ ନୂତନ କୋଷ ତେଣୁ ପୁଷ୍ଟିସାର ସବୁଠୁ ଆନ୍ସର୍। କେଉଁ ଅମ୍ଳର ଶୃଙ୍ଖଳରେ ପ୍ରୋଟିନ୍ ଗଠିତ ହୋଇଥାଏ? ଏମିନୋ ଏସିଡ୍। ଏଇଟା ପୁରାପୁରି ଇମ୍ପୋର୍ଟାଣ୍ଟ ରହିଛି। ଏମିନୋ ଏସିଡ୍ର ଶୃଙ୍ଖଳରେ ପ୍ରୋଟିନ୍ ଗଠିତ। ଶରୀରର ବଳକା ସ୍ନେହସାର କେଉଁଥିରେ ପରିଣତ ହୋଇଥାଏ? ଚର୍ବି। ନେକ୍ସଟ ଆସିଲା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ କେଉଁ ଖାଦ୍ୟସାର ଆବଶ୍ୟକ? ରୋଗ ପ୍ରତିରୋଧ ମାନେ ଆମର ଭିଟାମିନ୍ ଯିବ, ଭିଟାମିନ୍ ମାନେ ଜୀବସାର ଖାଦ୍ୟ। ଦାନ୍ତ ହାଡ଼ ଗଠନ ପାଇଁ କେଉଁ ଖାଦ୍ୟସାର ଆବଶ୍ୟକ? ସିମ୍ପଲ୍ କ୍ୱେଶ୍ଚିନ୍, ହାଡ଼ ପାଇଁ ଅଛି କ୍ୟାଲସିୟମ୍, ତେଣୁ ଦାନ୍ତ ମଧ୍ୟ କ୍ୟାଲସିୟମ୍। ପରଭୋଜି ପୋଷଣ କେତେ ପ୍ରକାର? ସମରୀର ଉପରେ ଲେଖାଯାଇଛି 4 ପ୍ରକାର ବୋଲି। ଏମାନଙ୍କ ମଧ୍ୟରୁ କିଏ ଏକ ଅନ୍ତଃ ପରଜୀବୀ ଅଟେ? MCQ କ୍ୱେଶ୍ଚିନ୍ ଥିଲା ଅନ୍ତଃ ପରଜୀବୀ, ବାହ୍ୟ ପରଜୀବୀ। ଅନ୍ତଃ ପରଜୀବୀ ହେଉଛି ପ୍ଲାସ୍ମୋଡ଼ିୟମ୍, ବାହ୍ୟ ପରଜୀବୀ ହେଉଛି ଉକୁଣି। ନେକ୍ସଟ ଆସିଲା ଆମ ଅନ୍ତନଳୀରେ ଏସ୍ଚେରିଚିଆ କୋଲାଇ କେଉଁ ପୋଷଣ କରିଥାଏ? ଏସ୍ଚେରିଚିଆ କୋଲାଇ ହେଉଛି ସହଜୀବୀୟ ପୋଷଣ। ନେକ୍ସଟ ଅନ୍ଧକାର ପ୍ରକ୍ରିୟା କିଏ ଆବିଷ୍କାର କରିଥିଲେ? ମେଲଭିନ୍ କେଲଭିନ୍। ଆଲୋକ ପ୍ରକ୍ରିୟାରେ କ'ଣ ଉତ୍ପାଦନ ହୁଏ? ଆଲୋକ ପ୍ରକ୍ରିୟା 2ଟି ଜିନିଷ, ଗୋଟେ ହେଲା NADPH ଓ ATP ଅଣୁ। ଅନ୍ଧକାର ପ୍ରକ୍ରିୟାର ଅନ୍ୟ ନାମ କ'ଣ? ଯେହେତୁ ମେଲଭିନ୍ କେଲଭିନ୍ ଆବିଷ୍କାର କରିଥିଲେ ତେଣୁ ଏହାର ନାମ କେଲଭିନ୍ ଚକ୍ର। ପାକନଳୀର ଶେଷ ଅଂଶର ନାମ କ'ଣ? ପାକନଳୀର ଶେଷ ଅଂଶ ହେଉଛି ମଳଦ୍ୱାର। ନେକ୍ସଟ ଆସିଲା ମଣିଷ ଶରୀରରେ ମୋଟ କେତୋଟି ଦାନ୍ତ ଅଛି? ଏଇଟା ପେଷଣ ଦାନ୍ତ ରହିଛି। ଯେହେତୁ ମୋଟ ପେଷଣ ଦାନ୍ତ କହିଛି ତେଣୁ ଆନ୍ସର୍ ହୋଇଯିବ 12ଟି ପେଷଣ ଦାନ୍ତ। ଟୋଟାଲ ଦାନ୍ତ କେତୋଟି ରହିବ? 32ଟି। ପ୍ରତି ମାଡ଼ିରେ କେତୋଟି? 16ଟି ରହିବ। ନାସାପଥ ମୁଖଗହ୍ୱରର ମିଳନରେ କ'ଣ ଗଠିତ? ନାସାପଥ ଓ ମୁଖଗହ୍ୱର ମିଳନରେ ରହିବ ଆମର ଗ୍ରସନୀ। ପାକସ୍ଥଳୀର ଉପର ଅଂଶ କ'ଣ କୁହାଯାଏ? ପାକସ୍ଥଳୀର ଉପର ଅଂଶ ହୃତ୍ପିଣ୍ଡ ନିକଟରେ ଥାଏ, ତେଣୁ ଏହା ହେବ କାର୍ଡ଼ିଆକ୍ ଷ୍ଟୋମା। ଏଥିମଧ୍ୟରୁ କିଏ କ୍ଷୁଦ୍ରାନ୍ତର ଅଂଶ ନୁହେଁ? ଅପସନ୍ ଦିଆଯାଏନି। କ୍ଷୁଦ୍ରାନ୍ତର ଅଂଶ 3ଟି ଜିନିଷ ରହିବ, କିନ୍ତୁ କେଉଁଠି ନଥିବ, ତାର ଅଲଗା ଯେଉଁଟା ରହିଥିବ। ଖାଦ୍ୟନଳୀର ଶେଷ ଅଂଶର ନାମ କ'ଣ? ଖାଦ୍ୟନଳୀର ଶେଷ ଅଂଶ ନାମ ହେଉଛି ମଳାଶୟ। ମଣିଷ ଶରୀରରେ ଇଲିୟମ୍ ଓ ସିକମ୍ ଦ୍ୱାରା କ'ଣ ଗଠିତ ହୁଏ? ଭର୍ମିଫର୍ମ ଆପେଣ୍ଡିକ୍ସ, ଯେଉଁଟାକି ହେଉଛି ମଣିଷ ଶରୀରର ଅବଶେଷାଙ୍ଗ। ଶ୍ୱେତସାର ଜାତୀୟ ଖାଦ୍ୟ କେଉଁ ଏଞ୍ଜାଇମ୍ ଦ୍ୱାରା ହଜମ ହୋଇଥାଏ? ଏମାଇଲେଜ୍ ଏଞ୍ଜାଇମ୍ ଦ୍ୱାରା। 3ଟା କ୍ୱେଶ୍ଚିନ୍ ରହିବ ଶ୍ୱେତସାର, ପୁଷ୍ଟିସାର ଓ ସ୍ନେହସାର। ପୁଷ୍ଟିସାର ଯିବ ଏମିନୋ ଏସିଡ୍, ଆଉ ସ୍ନେହସାର ଜାତୀୟ ଖାଦ୍ୟ କେଉଁ ଏଞ୍ଜାଇମ୍ ଦ୍ୱାରା ହୋଇଥାଏ? ସେଇଟା ହେବ ଲାଇପେଜ୍। ଆମ ଶରୀରର କେଉଁ ଅଂଶରେ ସମସ୍ତ ଖାଦ୍ୟର କ୍ଷରଣ ହୋଇଥାଏ? ଜାରଣ ହୋଇଥାଏ। ଜାରଣ ଯିବ ଆମର କ୍ଷୁଦ୍ରାନ୍ତରେ ସମସ୍ତ ପ୍ରକାର ଖାଦ୍ୟର ଜାରଣ ହୋଇସାରିଥାଏ। ଉଦର ଗହ୍ୱରର କେଉଁ ପଟେ ପାକସ୍ଥଳୀ ଅବସ୍ଥିତ? ସିମ୍ପଲ୍ କ୍ୱେଶ୍ଚିନ୍, ଉଦର ଗହ୍ୱରର ବାମ ପଟେ ପାକସ୍ଥଳୀ ଅବସ୍ଥିତ ଅଟେ। ନେକ୍ସଟ ଆସିଲା ଆମର ଲଙ୍ଗ କ୍ୱେଶ୍ଚିନ୍ କ'ଣ କ'ଣ ପଡ଼ିପାରେ? ପ୍ରଥମ ହେଲା ପରଭୋଜି ପୋଷଣ କ'ଣ? ଏହାର ବିଭାଗ ଗୁଡ଼ିକ ବର୍ଣ୍ଣନା କର। ଉପରେ ଦିଆଯାଇଛି। ପାକସ୍ଥଳୀର ଗଠନ ଓ କାର୍ଯ୍ୟ। ସବୁବେଳେ ଲଙ୍ଗ କ୍ୱେଶ୍ଚିନ୍ ଗୁଡ଼ିକ ପଏଣ୍ଟ ହିସାବରେ ଯଦି ଲେଖିବା ମାର୍କ ଭଲ ମିଳିବ। ପାକନଳୀ ସହ ଜଡ଼ିତ ପାକ ଗ୍ରନ୍ଥି ଗୁଡ଼ିକ ବର୍ଣ୍ଣନା କର। ଜଠର ଗ୍ରନ୍ଥି, ଅଗ୍ନାଶୟ, ଆନ୍ତ୍ରିକ ଗ୍ରନ୍ଥି, ଲାଳ ଗ୍ରନ୍ଥି, ଏହି ବିଷୟରେ ଆମେ ଏଠି ଲେଖିବା ଉଚିତ। ନେକ୍ସଟ ଆସିଲା ଆମର ପାର୍ଥକ୍ୟ ଦର୍ଶା କ'ଣ କ'ଣ ପଡ଼ିପାରେ? ଗୋଟେ ହେଲା 4 ପ୍ରକାର ପୋଷଣର 2ଟି ଯେକୌଣସି ମଧ୍ୟ ପଡ଼ିପାରେ। ସ୍ୱଭୋଜୀ, ପରଭୋଜୀ। ନେକ୍ସଟ 2 ମାର୍କିଆ ପାଇଁ ଗଲେଟ୍ ଆଉ ଗ୍ଲଟିସ୍। ଏତିକି ରହିଲା ତୁମର ବିଜ୍ଞାନ ପ୍ରଥମ ପାଠର ସମସ୍ତ କ୍ୱେଶ୍ଚିନ୍ ଆନ୍ସର୍। PDF ମୁଁ ପୁଣି ଥରେ ଦେଖାଇ ଦେଉଛି, ଦେଖିନିଅ।